भगवते वासुदेवाय। पंचम अध्याय संन्यास योग। अर्जुन उवाच कर्म को करिबाकु त्याग पुणी कर्म रे अनुराग एबेनी मध्ये श्रेष्ठ जा हे कृष्ण मते कहता अनल जल एकत्र रे कदापि रहीण न पारे सेपरि एहि दुई ज्ञान निश्चिंते केहू नारायण। अर्जुन कहिले हे कृष्ण केतेबेले कर्म त्याग करबाकू कहूछ ओ केतेबेले कर्म रे लोभ रखिबाकू कहूछ एहा मध्यरे निश्चय केउडी ठीक करी कुह। कर्म रे रत कर्म त्याग एबेनी मुक्तिर मार्ग निष्काम कर्मी सारग्राही कर्म त्यागे से मुक्ति पाई सत्ययुक्त मन जहार कर्मे मुक्ति ता अधिकार एणु तो पक्षे कर्म सार अकर्म तेजी युद्ध कर जाहार किछि इच्छा नाही विदेश न थाए ता तही सचराचर प्राणी जेते एकरु अनेक संभूते। सकाम कर्म जोग त्याग करिबा निष्काम कर्म रे जोग देबा ए उभय मोक्षदायक। दुहिंक मध्यरु कर्मयोग श्रेष्ठ। जहार देश बा आकांक्षा नाही से सन्यासी से राग देश शून्य होई बंधनरु मोक्ष हुए। नित्य नित्य सममणे सुख दुखादि एक जाने से ओटे प्रकृत सन्यास भव बंधन करे नाश कर्म को छाड़ी कर्म करी विभिन्न फल दोहिंकरी ए भाव संथंकर नहीं एक करिले अन्य पाई जे अधिकारी से कर्म रे विचारी कर से कार्य रे उत्तम अधम ए दुई वेद वेदांग से जानई ए जन्म पुणी जन्मांतरे कामना शून्य कर्म करे गुरु वचने ब्रह्म ज्ञान उदय हेले तार जान कर्मे ता प्रयोजन किस मुक्ति लभ अवश्य मन इंद्रिय नदमयी सहिष्णुपण जार नाही कर्म करिले कर्म फल मिलिले अधम केवल। जो माने जोग ओ सांख्या को भिन्न मने करती से माने पाषांड तहिरु गोटिए कले उभयंकर फल मिली थाए। सांख्य जोग रे रत से ही ज्ञान तरी रे पार से ही कर्म जोगिए कर्म फले तरे किंचित विलंबरे कर्म कर्म सम फल जे जाने से ज्ञानी केवल कर्म जोगे न देले मन सन्यास प्राप्त कष्ट जान कर्म जोग को आश्रय कले चित्तरे सूची हुए भले से सूची पूर्ण होई जेबे कर्म जोग को छाड़े तेबे निष्काम कर्मे रहे मन अचिरे पाए परम ब्रह्म। ज्ञानी सन्यासी सांख्य योगी जो स्थान पाए कर्मयोगी निष्काम कर्म द्वारा मध्य से स्थान पाए। तेणु ज्ञानी उभय को एक बोली मने करती। कर्मयोग बिना सन्यास प्राप्त असंभव। कर्मयोग द्वारा आत्मा शुद्धि हेले ब्रह्मत्व पाती।
ଯାଚିତ ଶୁଦ୍ଧ ପୂତ ହୋଇ ଦେହ ଇନ୍ଦ୍ରିୟ ବସେ ଥାଇ ଆପଣା ଆତ୍ମା ସମାନରେ ସର୍ବ ଆତ୍ମାକୁ ଯେ ବିଚାରେ ରଜତମାଦି ଗୁଣ ଶୂନ୍ୟ ନିଷ୍କାମେ ନିର୍ମଳ ଯାମନ ମୁକରେ ଆତ୍ମା ଅଭିମାନ ନାସିଛି ଏହି ଭାବମାନ ପିମ୍ପୁଡ଼ି ଠାରୁ ବିଧି ଯାଏ ଚିତ୍ତେ ସମାନ ମଣୁଥାଏ ଅଜ୍ଞାନ ଲୋକ ଶିକ୍ଷା ପାଇ କିବା ତା ଦେହ ରକ୍ଷା ପାଇ ଯଦି ବା କର୍ମ ଯୋଗ କରେ ନ ପଡ଼େ ସେ କର୍ମ ଯୋଗରେ କର୍ମ ତାକୁ ନ ଗ୍ରାସି ପାରି ହେଳେ ତରଇ ଭବ ପାରି। ଯେ ବିଶୁଦ୍ଧାତ୍ମା ଜିତେନ୍ଦ୍ରିୟ ସମସ୍ତ ଆତ୍ମାକୁ ନିଜ ଆତ୍ମା ପରି ମନେ କରେ ସେ କର୍ମ କଲେ ଏହି କର୍ମରେ ଲିପ୍ତ ନ ହୋଇ ନିର୍ଲିପ୍ତ ଭାବରେ ସେ କର୍ମ କରେ। ଦେଖିବା ଶୁଣିବା ଛୁଇଁବା ଶୁଙ୍ଘିବା ଖାଇବା ଶୋଇବା ନିଶ୍ୱାସ ପ୍ରଶ୍ୱାସ ଗମନ ମଳମୂତ୍ରାଦି ବିସର୍ଜନ ନେବା ଦେବା କଥା କହିବା ଚାହିଁବା ଚକ୍ଷୁକୁ ମୁଦିବା ଏ କର୍ମ ମନ ଯେ ଇନ୍ଦ୍ରିୟ କରନ୍ତି ଏହା ତ ନିଶ୍ଚୟ ଆମ୍ଭେ କର୍ମ କରୁନାହିଁ ନିଷ୍କ୍ରିୟ ଭାବେ ରହିଥାଇ ଅଭୟବାଦୀ କଲେ କର୍ମ ମନେ ନ ଭାବେ ଅଭିମାନ କର୍ମ ବନ୍ଧନ ତାନ ହୋଇ ସେ ପ୍ରାଣୀ ମୁକ୍ତି ଲଭଇ। କର୍ମଯୋଗୀ ଯେ ନିଜେ କିଛି କରୁଛି ବୋଲି ମନରେ ଭାବେ ନାହିଁ ଇନ୍ଦ୍ରିୟମାନେ ଖାଇବା ଶୁଙ୍ଘିବା ଗ୍ରହଣ କରିବା ତ୍ୟାଗ କରିବା ଇତ୍ୟାଦି ସମସ୍ତ କାର୍ଯ୍ୟ କରନ୍ତି। ପଦ୍ମପତ୍ରରେ ଯେହ୍ନେ ଜଳ ଲିପ୍ତ ନ ହୁଏ ଚିରକାଳ ଫଳ କାମନା ତ୍ୟାଗ କରି ଆତ୍ମାଭିମାନ ପରିହରି ଈଶ୍ୱରେ କରି ସମର୍ପଣ ଯେ କର୍ମ ଯୋଗେ ଦିଏ ମନ ନ ଲାଗେ ମାୟା ପାପୁତରେ ମୁକ୍ତି ଲଭଇ ଅଚିରେ। ଯୋଗୀଏ ଚିତ୍ତ ଶୁଦ୍ଧ ପାଇ ଫଳ କାମନା ଛାଡ଼ି ଦେଇ ଶ୍ରବଣ କୀର୍ତ୍ତନ ଭଜନ ତୀର୍ଥାଦି ଦେବ ଦର୍ଶନ ପବିତ୍ର ଫଳ ସେନ କରି ଧ୍ୟାନ ଧାରଣା ଚିତ୍ତେ ଧରି। ଯେଉଁମାନେ ସର୍ବକର୍ମ ଈଶ୍ୱରଙ୍କଠାରେ ଅର୍ପଣ କରନ୍ତି ସେ ପଦ୍ମପତ୍ରରେ ଜଳ ପରି କୌଣସିରେ ଲିପ୍ତ ହୁଅନ୍ତି ନାହିଁ। କର୍ମଯୋଗୀମାନେ ଫଳ ଆଶା ଛାଡ଼ି ଭଜନ କୀର୍ତ୍ତନ ଶ୍ରବଣ କରି ଭକ୍ତିଯୁକ୍ତ ହୋଇ ମୁକ୍ତି ଲଭନ୍ତି। ଈଶ୍ୱର ପ୍ରୀତି ଏ ଅଟଇ ଏଥିରୁ ଭକ୍ତି ପ୍ରକଟଇ ଭକ୍ତିରେ ହୋଇଲେ ପ୍ରବୃତ୍ତି ପ୍ରବୃତ୍ତି ହୁଅଇ ବିକୃତି ମନୁ ମିଳନ ଭାବ ଯାଏ ଏ କର୍ମେ ତାର ମୁକ୍ତି ହୁଏ। ନିଷ୍କାମୀ କର୍ମୀ ଯୋଗୀ ଗଣ ଈଶ୍ୱରେ ଆତ୍ମା ସମର୍ପଣ ଏକାଗ୍ରତାରେ ଶାନ୍ତି ପାନ୍ତି ମୋକ୍ଷ ପଦକୁ ସେ ଲଭନ୍ତି ଯେ ଯୁକ୍ତ ଫଳ କାମିନର ଆସନ୍ତି ଫଳରେ ତାଙ୍କର କୃଥାରେ ପରିଶ୍ରମ କରେ ଭବ ବନ୍ଧନେ ଶେଷ ମରେ। ଯେଉଁ ଲୋକ କୌଣସି ମନରେ କାମନା ନ ରଖି ସବୁ ଈଶ୍ୱରଙ୍କ ଉପରେ ନିର୍ଭର ଦେଇ କର୍ମ କଲେ ମଧ୍ୟ ଈଶ୍ୱର ପରାୟଣ ହେଇ ସେ କର୍ମଫଳ ଆଶା ନ ରଖି ଶାନ୍ତି ପାଏ। ଯେଉଁମାନେ ଈଶ୍ୱରଙ୍କ ଉପରେ ଭରସା ନ ରଖି ଅହମିକା କରନ୍ତି ସେ କର୍ମର ଅଧୀନ ହୁଅନ୍ତି। ଯେ ପ୍ରାଣୀ ଇନ୍ଦ୍ରିୟ ଜିଣଇ ସର୍ବକର୍ମକୁ ସେତେ ଜଇ ଯେହ୍ନେ ପଥିକ ବାଟେ ଥାଇ ସେ ସ୍ଥାନ ଶୁଦ୍ଧ କରେ ନାହିଁ ଦେହିଏ ଦବ ଦ୍ୱାର ଘରେ ଅସ୍ନେହ ସୁଖେ ବାସ କରେ। କର୍ତ୍ତବ୍ୟ କର୍ମ କର୍ମଫଳ ରଚି ନାହାନ୍ତି ଆଦି ମୂଳ ସ୍ୱଭାବ ବସେ ପ୍ରାଣୀ ଗଣେ ଦେହ ଆଦିକି କର୍ତ୍ତା ମଣେ କେଓ ବା ସ୍ୱଭାବ ବଶରେ ଜୀବ ଆତ୍ମାକୁ ଭିନ୍ନ ଧରେ। ଯେ ଇନ୍ଦ୍ରିୟକୁ ଜିଣିଛି ସେ କର୍ମ ସବୁ ତ୍ୟଜିଛି। ଦେହୀମାନେ ନବଦ୍ୱାର ଘରେ ସ୍ନେହ ନ ରଖି ରହିଥାନ୍ତି। ସ୍ୱଭାବ ଓ ମାୟା ବଶରେ କିଏ ଦେହକୁ କର୍ତ୍ତା ମନେ କରି ଚଳେ ଏବଂ ଜୀବ ଆତ୍ମାକୁ ଭିନ୍ନ ମନେ କରେ। ଏହା ଭଗବାନଙ୍କ ସୃଷ୍ଟି କର୍ତ୍ତବ୍ୟ ଯେ କର୍ମଫଳ ନୁହଁ। ସ୍ୱଭାବ ବଶରେ ପ୍ରାଣୀ କର୍ମ କରି ନର୍କ ଓ ସ୍ୱର୍ଗ ଭୋଗ କରେ।
ଜାଣ ସ୍ୱଭାବ ମାୟା ଯେହି କର୍ତ୍ତାପଣରେ ଚିତ୍ତ ସେହି ସ୍ୱଭାବ ବସେ ପ୍ରାଣୀଗଣ ଲଭନ୍ତି ସ୍ୱର୍ଗ ନର୍କ ସ୍ଥାନ ସାକ୍ଷୀ ସ୍ୱରୂପ ପ୍ରଭୁ ଦେଖେ ସମାନ ଚତୁର୍ଦଶ ଲୋକେ କାହାରି ପାପ ପୁଣ୍ୟମାନ ଈଶ୍ୱର ନ କରେ ଗ୍ରହଣ ଅଜ୍ଞାନ ଭାବେ ଜ୍ଞାନ ବୁଡ଼ି ମାୟାକୁ ଆଣ ଘୋଷାଡ଼ି ତେଣୁ ଏ ଜୀବ ମୋହ ପ୍ରାପ୍ତ ଅଜ୍ଞାନେ ଚଳ ସତତ ସ୍ମୃତି ଓ ସ୍ମୃତି ବେଦବାଣୀ ଲୋକରେ ଯାହା ସେ ବଖାଣି ଚଳିଲେ ଏହି ମାର୍ଗେ ଜନ ସୁଖ ଦୁଃଖାଦି ଭୋଗେ ଜାଣ ତତ୍ତ୍ୱ ଦୃଷ୍ଟିରେ ଦେଖ ଚଳେ ଜୀବନୁ ହଇ କେତେବେଳେ ପାପ ଓ ପୁଣ୍ୟର କାରକ ପ୍ରକୃତି ତାର ପ୍ରବଚକ ଏଭାବେ ସେ ନର ଭ୍ରମଇ ଈଶ୍ୱର ଭାବକୁ ନ ପାଇ ଶ୍ରୁତି ସ୍ମୃତି ଆଦି ବେଦବାଣୀରେ ଚଳିଲେ ମାୟାଗ୍ରସ୍ତ ହୋଇ ସୁଖ ଦୁଃଖ ଭୋଗ କରେ ସେପରି ଲୋକ ଈଶ୍ୱରଙ୍କ ଭାବକୁ ଆଉ ଗ୍ରହଣ କରିପାରେ ନାହିଁ। ଯେଉଁମାନଙ୍କ ଆତ୍ମଜ୍ଞାନ ବିନାଶ କର ଅଜ୍ଞାନ ଯେ ଆତ୍ମଜ୍ଞାନ ଶୁଦ୍ଧ ଭାବ ବ୍ରହ୍ମସ୍ୱରୂପ ପାଠାଏବ ଯେପରି ସୂର୍ଯ୍ୟ ରଶ୍ମି ଦେଇ ଜଳୀୟ ବାଷ୍ପକୁ ସେ ନେଇ ମେଘ ଯେ ହୁଅ ସୃଜନ ଢାଙ୍କଇ ସୂର୍ଯ୍ୟଙ୍କୁ ବହନ ସେପରି ପରମାତ୍ମା ଜାଣ ମାୟାରେ ହୁଅ ଆଚ୍ଛନ୍ନ ମାୟା ଅଜ୍ଞାନ କର୍ମ ଜାଣ ଜ୍ଞାନରେ କର୍ମର ବିଲୀନ କର୍ମ ଛାଡ଼ିଲେ ଯାଏ ତତ୍ତ୍ୱ ମୁକ୍ତି କାହାର ନିଶ୍ଚିତ ଯାହାର ଆତ୍ମଜ୍ଞାନ ପ୍ରକାଶ ହୁଏ ତାର ଅଜ୍ଞାନ ବା ମାୟା ଦୂର ହୁଏ। ମାୟା ହେଉଛି ଅଜ୍ଞାନ ବା କର୍ମ ଏହି ମାୟାଯୁକ୍ତ କର୍ମକୁ ଛାଡ଼ିଲେ ମୁକ୍ତି ମିଳେ। ଯାହାର ଈଶ୍ୱରଙ୍କ ଠାରେ ଦୃଢ଼ ବୁଦ୍ଧି ଯତ୍ନ ଭକ୍ତିରେ ଆବର ନିଷ୍ଠା ଈଶ୍ୱରରେ ରହଇ ତାହାଙ୍କ ଆଶ୍ରାରେ ଏଜ୍ଞାନେ ପାପ ଯାଏ ନାଶ ମୋକ୍ଷ ପଦରେ ତାର ବାସ ବିଦ୍ୱାନ ବିନୟୀ ବ୍ରାହ୍ମଣ ଗୋରୁ ଚଣ୍ଡାଳ ହସ୍ତି ଶ୍ୱାନ ଏ ସର୍ବଜ୍ଞାନୀ ସମ ଦେଖେ କାହାକୁ ପ୍ରଭେଦ ନ ରଖେ ସମୁଦ୍ର ହ୍ରଦ ନଦ ନଦୀ ତଡ଼ାଗ କୂପ ବାମ୍ଫି ଆଦି ପଡ଼ିଲେ ଚନ୍ଦ୍ରର କିରଣ ଭିନ୍ନତା ନୁହେଁ ଏକ ଜାଣ ଜ୍ଞାନୀ ଯେପରି ସର୍ବଜୀବେ ସମାନ ଦେଖେ ଏହି ଭବେ ଅଜ୍ଞାନୀ ତାହା ନ ଦେଖଇ ମୁକ୍ତି ପାଇବ ସେ କାହିଁ ଯାହାର ଈଶ୍ୱରଙ୍କ ଠାରେ ଦୃଢ଼ ଭକ୍ତି ଓ ନିଷ୍ଠା ଥାଏ ଏହି ଜ୍ଞାନ ବଳରେ ତାର ପାପ ସବୁ ବିନାଶ ହୁଏ। ଯେ ଜ୍ଞାନୀ ସେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚଣ୍ଡାଳ କୁକୁର ପଶୁପକ୍ଷୀ ସମସ୍ତଙ୍କୁ ସମାନ ଭାବରେ ଦେଖେ। ଯା ମନ ସମ ଭାବେ ଥାଇ ସଂସାରେ ଜଇ ସେ ବୋଲାଇ ସମାନ ଜ୍ଞାନ ଦୋଷହୀନ ଏ ଭାବେ ପରମ ବ୍ରହ୍ମେ ଲୀନ ଭେଦଭାବ ଯା ଚିତ୍ତେ ନାହିଁ ସମାନ ଭାବ ଦୃଷ୍ଟି ଥାଇ ଏ ଭାବ ଥିଲେ ସେହି ଜନ ପରମ ବ୍ରହ୍ମରେ ପାଏ ସ୍ଥାନ ଯେ ବ୍ରହ୍ମନିଷ୍ଠ ଜ୍ଞାନୀ ଧୀର ବୁଦ୍ଧି ତାହାଙ୍କ ଅଟେ ସ୍ଥିର ଆତ୍ମାଭିମାନ ଅହଙ୍କାର ନଥାଏ ମନରେ ତାଙ୍କର ପ୍ରିୟ ପଦାର୍ଥେ ହର୍ଷ ନୁହେଁ ଅପ୍ରିୟ ଦୁଃଖିତ ସେ ନୁହେଁ। ଯେଉଁ ଲୋକର କୌଣସି ଭେଦଭାବ ନଥାଇ ସମସ୍ତଙ୍କ ଠାରେ ସମାନ ଭାବ ଥାଏ ସେ ପରମ ବ୍ରହ୍ମରେ ଲୀନ ହୁଏ। ଯେ ବ୍ରହ୍ମନିଷ୍ଠ ତାଙ୍କର ଆତ୍ମାଭିମାନ ନାହିଁ ପ୍ରିୟ ପଦାର୍ଥରେ ସୁଖୀ ହୁଏ ନାହିଁ କି ଅପ୍ରିୟ ପଦାର୍ଥରେ ଦୁଃଖ କରେ ନାହିଁ। ଯା ଚିତ୍ତ ବିଷୟରେ ରତ ସନ୍ତୋଷ ନୁହେଁ ତାର ଚିତ୍ତ ନିତ୍ୟ ସେ ନୂଆ ଲୋଡ଼ୁଥାଇ ତାହାର ଶାନ୍ତି ଅବା କାହିଁ ଯେ ବାହ୍ୟ ବିଷୟ ଆସକ୍ତ ନହୀନ ଆତ୍ମା ସୁଖ ମାତ୍ର ଚିନ୍ତଇ ମହାସୁଖ ସେହି ଅକ୍ଷୟ ମୁକ୍ତି ସେ ଲଭଇ
ରୂପରସା ସେ ବିଷୟରେ ଯା ମନ ରସେ ନିରନ୍ତରେ ଏସବୁ ଦୁଃଖର କାରଣ ଜ୍ଞାନୀ ନ ଦିଏ ଏଥି ମନ ଅନିତ୍ୟ ଏ ସୁଖଟଇ ଅଜ୍ଞାନୀ ମୋହରେ ଭ୍ରମଇ। ଯେ ବାହ୍ୟ ବିଷୟରେ ଆସକ୍ତ ନ ହୋଇ ଆତ୍ମା ସୁଖରେ ଆସକ୍ତ ହୁଏ ସେ ମୁକ୍ତି ଲାଭ କରେ। ରୂପରସରେ ଜ୍ଞାନ ଆସକ୍ତ ହୁଏ ନାହିଁ। ଯେଉଁମାନେ ହୁଅନ୍ତି ସେ ଅଜ୍ଞାନ ମୋହରେ ପଡ଼ି ରହନ୍ତି। କାମ କ୍ରୋଧର ଯେ ଲକ୍ଷଣ ପୂର୍ବରେ ଶୁଣିଛ ଅର୍ଜୁନ ତାହାଙ୍କୁ କରି ବଶୀଭୂତ ତା ବେଗ ସହିତ ସତତ। ଯେବେ ଯୁବତୀ ଆଲିଙ୍ଗନ କାମ ବେଗ ନ ହୁଏ ଜାଣ ସେପରି ମରଣ ପର୍ଯ୍ୟନ୍ତେ ପ୍ରକୃତି ବେଗ ଯେ ସହେତ। ସେ ଅଟେ ଜ୍ଞାନୀ ଯୋଗୀ ଧୀର ମୁକ୍ତି ଅନିର୍ବାର୍ଯ୍ୟତାର ବିଷୟ ସୁଖ ପରିହରି ଆତ୍ମା ସୁଖକୁ ମନେ ଧରି ବାହ୍ୟ କ୍ରୀଡ଼ାକୁ ବ୍ରୀଡ଼ା ଧରେ ଆତ୍ମାରେ ସଦା କ୍ରୀଡ଼ା କରେ। ସର୍ବଦା ଆତ୍ମାକୁ ଦେଖଇ ବ୍ରହ୍ମମୟ ସୃଷ୍ଟି ଭାବଇ ନିର୍ବାଣ ମୁକ୍ତି ଏ ଯୋଗୀର ଏଥେ ତ ସନ୍ଦେହ ନ କର। ଯେ ଲୋକ ଯୁବତୀ ସହ ଥାଇ କାମ ବେଗକୁ ଦମନ କରେ ସେ ପ୍ରକୃତ ଜ୍ଞାନ ଯୋଗୀ ମୁକ୍ତିର ଅଧିକାରୀ। ଯେ ବାହ୍ୟ ବସ୍ତୁ ଛାଡ଼ି ସର୍ବଦା ସବୁଠାରେ ଆତ୍ମାକୁ ଦେଖେ ତାହାର ନିର୍ବାଣ ମୁକ୍ତି ହୁଏ। ନିଷ୍ପାପୀ ଯେ ସଂଶୟ ଶୂନ୍ୟ ଏକାଗ୍ର ଚିତ୍ତ ଯେ ହୁଜନ ଏମାନେ ସର୍ବ ପ୍ରାଣୀଙ୍କର ମଙ୍ଗଳ କରନ୍ତି ସତର। ସର୍ବ ପ୍ରାଣୀରେ ଦୟା ଥାଇ ବ୍ରହ୍ମ ନିର୍ବାଣ ସେ ଲଭଇ। କାମ କ୍ରୋଧ ଯା ହୃଦୟରେ ଜାତ ନ ହୁଅଇ ବିଧିରେ ସଂଯତ ଚେତା ସାଧୁ ଧୀର ଉଭୟ ଲୋକ ସୁଖ ତାର। ସଂସାରେ ସୁଖେ ବୁଲୁଥାଇ ବ୍ରହ୍ମରେ ଲୟକୁ ରଖଇ ଶତ୍ରୁ ମିତ୍ର ଭୋଗ ବାସନା ନଥାଏ ସୁଖୀ ତେଣୁ ସିନା ଦେହାନ୍ତେ ବ୍ରହ୍ମେ ଲୀନ ହୋଇ ନିର୍ବାଣ ମୁକ୍ତି